ବୁର୍ଲାର ଶକ୍ତିନଗର PWD କଲୋନୀରେ ଗୋପାଳକୃଷ୍ଣ ପଣ୍ଡାଙ୍କ ଘରେ ଗତ 5 ତାରିଖ ଦିନ 1ରୁ 2:20 ମଧ୍ୟରେ ଆଜବେଷ୍ଟସ୍ ଫଟାଇ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଶ୍ରୀ ପଣ୍ଡା ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ବୁର୍ଲା ଥାନାରେ କେସ୍ ନମ୍ବର 226/55/2024ରେ ଏକ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ କରି 3 ଜଣ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ 2.5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଜବତ କରିବା ସହ 3ଟି ଛୁରୀ ଜବତ କରିଛି। ଅଭିଯୁକ୍ତମାନେ ହେଲେ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ାର ବାସିନ୍ଦା ସୁରଜ ବାନାର୍ଜୀ ବୟସ 23, ରୋହିତ କୁମାର ବୟସ 24 ଏବଂ ପ୍ରେମ କୁମ୍ଭାର ବୟସ 23। ସେମାନଙ୍କ ନିକଟରୁ 58.58 ଗ୍ରାମ ଓଜନର ସୁନା ଅଳଙ୍କାର 262.95 ଗ୍ରାମର ରୂପା ଅଳଙ୍କାର ଜବତ କରାଯାଇଛି। ସେମାନଙ୍କୁ ଆଜି 9 ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ପ୍ରେମ କୁମ୍ଭାର ନାମରେ ବୁର୍ଲା ଥାନାରେ ଚୋରିର 5ଟି ମାମଲା ରହିଥିବା ବେଳେ ରୋହିତ କୁମାର ନାମରେ 15ଟି ମାମଲା ଏବଂ ସୁରଜ ବାନାର୍ଜୀ ନାମରେ 10ଟି ମାମଲା ଆଗରୁ ରୁଜୁ ହୋଇଥିବା ଜଣାଯାଇଛି। ସମ୍ବଲପୁରରୁ ବୀରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଜନମୁଖ ନ୍ୟୁଜ୍। ନମସ୍କାର।